ଆମେରିକା ବୈଜ୍ଞାନିକ ହାରିଛନ୍ତି ଏଇଠାରେ। କେହି ଚିହ୍ନି ପାରୁନାହାନ୍ତି ଏହି ବୃକ୍ଷକୁ ଆଜି ପର୍ଯ୍ୟନ୍ତ ରହିଛି ମଧ୍ୟ ଏହି ସ୍ଥାନରେ। ସାମ୍ନାକୁ ଆସିଛି ଏକ ଅଭୂତ ରହସ୍ୟମୟ କାହାଣୀରେ ଆଧାରିତ, ଯାହା ଆପଣ ହୁଏତ ଆଗରୁ ଏହି ବିଷୟରେ ଜାଣିନଥିବେ କି ଶୁଣି ନଥିବେ। ଏଇଠାରେ ଆମେରିକା ବୈଜ୍ଞାନିକ ଆସି ମଧ୍ୟ ପରୀକ୍ଷଣ ନିରୀକ୍ଷଣ କରି ହାରିଯାଇ ଫେରି ଯାଇଛନ୍ତି। ହେଲେ ଆଜି ବି ଏ ଦୃଶ୍ୟ ଅଭୂତ କିମ୍ବଦନ୍ତୀରେ ଲୀନ ହୋଇ ରହିଛି। ଘଟଣାଟି ହେଉଛି କଟକ ଜିଲ୍ଲା ବାଙ୍କିସ୍ଥିତ ମଧୁଆପଲ୍ଲୀ ମା ବରଡାଲିଆଙ୍କ ପୈଠଠାରେ ଆମେ ଆଲୋଚନା କରୁଥିବା ସେହି କାହାଣୀର ରହସ୍ୟ, ଯାହା ଆଜି ଆମ ମୋବାଇଲ କ୍ୟାମେରାରେ ଆଗରେ କଏଦ ହୋଇଛି। କାହାଣୀର ରହସ୍ୟ ହେଉଛି ଏକ ବୃକ୍ଷ ଉପରେ ଆଧାରିତ, ଯେଉଁ ବୃକ୍ଷରେ କେବେ ହେଲେ ଫୁଲ ଫୁଟେ ନାହିଁ କି ଫଳ ମଧ୍ୟ ଫଳେ ନାହିଁ। ଏକଥା ଆମେ କହୁନାହୁଁ, କୁହନ୍ତି ଏଠିକାର ସ୍ଥାନୀୟ ବାସିନ୍ଦା, ଯାହାକି ଏ ବୃକ୍ଷର କାହାଣୀ। ଘଟଣାଟି ହେଉଛି ଏଇଭଳି। କାହିଁ କେଉଁ ଯୁଗରୁ ମା ବରଡାଳିଆ ପୀଠରେ ପୂଜା ପାଇ ଆସୁଛନ୍ତି। ବହୁ ବର୍ଷ ତଳେ କେଉଁ ମହାପୁରୁଷ ନିଜର ସାଧନା ସିଦ୍ଧି ବଳରେ ରାତ୍ରି ବେଳେ ଏହି ଜୀବନ୍ତ ବୃକ୍ଷକୁ ଏହି ବାଟେ ଚଲାଇ ନେଉଥିଲେ। ମାଙ୍କର ଅପାର ଶକ୍ତି ବଳରେ ମା ଏହି ବୃକ୍ଷକୁ ଏଇଠାରେ ଅଟକାଇ ଦେଇଥିଲେ। ସକାଳ ହେଲା ପରେ ସେବକ ଯେବେ ମାଙ୍କୁ ପୂଜା କରିବା ପାଇଁ ଆସିଥିଲେ, ସେ ଦେଖିଥିଲେ କି ପୀଠରେ ଏକ ଅଜଣା ବିଶାଳକାୟ ବୃକ୍ଷ ଠିଆ ହୋଇ ରହିଛି। ଏତେ ବଡ଼ ବୃକ୍ଷ ଅଚାନକ ଏହି ପୀଠରେ କେଉଁ ଆଡୁ ଆସିଲା ବୋଲି ପୂଜକ ଆଚମ୍ବିତ ହୋଇଯାଇଥିଲେ। ଧୀରେ ଧୀରେ ବାର୍ତ୍ତା ଚତୁଃପାର୍ଶ୍ୱରେ ଖେଳେଇ ହେବାରେ ଲାଗିଲା। ସମସ୍ତ ବୃକ୍ଷକୁ ଦେଖିବା ପାଇଁ ପୀଠରେ ଭିଡ଼ ଜମିବାରେ ଲାଗିଲା। କିନ୍ତୁ ବଡ଼ ଅଜବ ଘଟଣା ସାମ୍ନାକୁ ଆସିଲା କି କୌଣସି ବ୍ୟକ୍ତି ବୃକ୍ଷ ନିଜର ପରିଚୟ ଦେଇପାରିଲା ନାହିଁ। ଯାହାଫଳରେ ବୃକ୍ଷର ପରିଚୟ ସୃଷ୍ଟି କରିବା ପାଇଁ ଆମେରିକାରୁ ସ୍ୱତନ୍ତ୍ର ବୈଜ୍ଞାନିକ ଟିମ୍କୁ ଡକାଯାଇ ଯେତେବେଳେ ପରୀକ୍ଷଣ କରାଯାଇଥିଲା, ସେତେବେଳେ ଦେଖିବାକୁ ମିଳିଲାନି ବୃକ୍ଷରେ ମଞ୍ଜି ନାହିଁ। ତଳୁ ଉପର ପର୍ଯ୍ୟନ୍ତ ଭିତରୁ ଫମ୍ପା ବା କୋରଡ଼ ହୋଇ ରହିଛି ଏବଂ ଅନ୍ୟାନ୍ୟ ପ୍ରଜାତିର ଜୀବଜନ୍ତୁ ବାସ କରିଅଛନ୍ତି। କିନ୍ତୁ ଏତେ ପରୀକ୍ଷା ପରେ ଶେଷରେ ବୈଜ୍ଞାନିକ ମଧ୍ୟ ବୃକ୍ଷରୁ ତାର ପରିଚୟ ସୃଷ୍ଟି କରିପାରିଲେ ନାହିଁ। ଧୀରେ ଧୀରେ ବୃକ୍ଷ ଅଚିହ୍ନା ନାମରେ ପରିଚୟ ଦେଇ ଶୋଭା ବଢ଼ାଇବାରେ ଲାଗିଛି ମା ବରଡାଳିଆ ପୀଠରେ। ଆଉ ଏକ ରହସ୍ୟମୟ ବୃକ୍ଷ ମଧ୍ୟ ଏହି ପୀଠସ୍ଥଳୀରେ ଆବିର୍ଭାବ ହୋଇଥିଲା। କିନ୍ତୁ 2012 ମସିହା 12 ତାରିଖ ରାତ୍ର 12 ଘଟିକା ସମୟରେ ବୃକ୍ଷଟି ବିନା କୌଣସି ଝଡ଼ ତୋଫାନରେ ଉପୁଡ଼ି ଶୋଇ ପଡ଼ିଲା, ଯାହାକି ଏହି ରହସ୍ୟ ଘଟଣା ନିଜ ଚକ୍ଷୁରେ ଦେଖୁଥିବାର ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଯାହା ଆଜି ପର୍ଯ୍ୟନ୍ତ ବୃକ୍ଷ ରହସ୍ୟମୟ ହୋଇ ରହିଛି ସେହି ସ୍ଥାନରେ ବୋଲି ସାଧୁ ସନ୍ତଙ୍କଠୁ ଶୁଣିବାକୁ ମିଳେ। ବାଙ୍କିରୁ ବ୍ରହ୍ମାନନ୍ଦ ପ୍ରଧାନଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଏକ୍ସପ୍ରେସ୍।